ଗାଁ ଧୂଳି ଗାଁ ଫୁଲଗଛର ଫୁଲମାଳି ଏଥିରେ ଯେଉଁ ଆନ୍ତରିକତା ଥାଏ ତାହା ସହରର ରଙ୍ଗୀନ ଆଲୋକରେ ଦେଖିବାକୁ ମିଳେ ନାହିଁ। ଖାସ୍ ସେଇଥିପାଇଁ ତ ଗାଁରେ ଲୋକେ ନିଜ ସହିତ ଓ ଭଗବାନଙ୍କ ସହିତ ବାନ୍ଧି ହୋଇ ରହିଥାନ୍ତି। ଏପରିକି ଗାଁର ସଂସ୍କୃତି ଐତିହ୍ୟ ପରମ୍ପରା ସହିତ ଯୋଡ଼ି ହୋଇ ରହିଛି ଗାଁର ପରିଚୟ। ଏପରି କିଛି ଗାଁର କଥା ଓ ଲୋକଙ୍କ ସୁଖ ଦୁଃଖର କାହାଣୀକୁ ନେଇ କଳିଙ୍ଗ ଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୋ ଗାଁ କଥା। ଆଜି ଦେଖିବା ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗାଁର କ'ଣ ରହିଛି ସ୍ୱତନ୍ତ୍ରତା ଓ ଇତିହାସ। ଇଏ ହେଉଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମ। ଗ୍ରାମରେ ରହିଥିବା ବଟେଶ୍ୱର ଶୈବପୀଠଙ୍କ ମନ୍ଦିର ଆଜି ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଶୈବପୀଠ ହିସାବରେ ପରିଗଣିତ। ପ୍ରତ୍ୟେକ ଦିନ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଆସି ବଟେଶ୍ୱରଙ୍କ ଦର୍ଶନ କରିବା ସହିତ ସମୁଦ୍ରର ମଜା ଉଠାଇଥାନ୍ତି। ତେବେ ଆସନ୍ତୁ ଆଜି ଗାଁ ଭିତରକୁ ଯିବା ଆଉ ଦେଖିବା ଗ୍ରାମରେ କ'ଣ ହୋଇଛି ବିକାଶ ଆଉ କ'ଣ ରହିଛି ସମସ୍ୟା। ଏ ହେଉଛି କଣ୍ଟିଆଗଡ଼ ଗାଁ। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ 16 ନମ୍ବର ଜାତୀୟ ରାଜପଥ ଦେଇ 15 କିଲୋମିଟର ଗଲେ ଡାହାଣ ପାର୍ଶ୍ୱରେ ପଡ଼େ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗାଁ। ଗଞ୍ଜାମ ସହରଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ ପାଖରେ ରହିଛି ସମୁଦ୍ର। 200 ପରିବାର ବସବାସ କରୁଥିବା ଏହି ଗାଁର ଜନସଂଖ୍ୟା 800। ଗାଁର ନାମକରଣ ନେଇ ରହିଛି ଏକ ସୁନ୍ଦର କଥା। ପାଲୁର ରାଜା ନିଜ ଶାସନ କାଳରେ କର ଆଦାୟ ପାଇଁ ଏହିଠାରେ ନିଜର ମୁଖ୍ୟ ଦପ୍ତର କରିଥିଲେ। ସେତେବେଳେ କର ଆକାରରେ ମୁଖ୍ୟତଃ ଧାନ, ମାଣ୍ଡିଆ, ମୁଗ ଓ ବିରି ଇତ୍ୟାଦି ଆଦାୟ ହେଉଥିଲା। ଏହାର ଓଜନ ପାଇଁ ଗୋଟିଏ କଣ୍ଟା ବା ନିକିତି ଲାଗିଥିଲା। ଏଣୁ ଗ୍ରାମର ନାମ କଣ୍ଟିଆଗଡ଼ ହୋଇଛି ବୋଲି କୁହାଯାଉଛି। 500 ବର୍ଷର ଏହି ପୁରୁଣା ଗାଁରେ ଅଛି 12ଟି ଏସ୍ଏଚ୍ଜି, ପାଣିଟାଙ୍କି, ବାତ୍ୟା ଆଶ୍ରୟସ୍ଥଳୀ, ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର, 4ଟି ବିଭିନ୍ନ ଦେବଦେବୀ ମନ୍ଦିର, ଗୋଟିଏ ପୋଖରୀ, 3ଟି ନଳକୂପ। ଏଠାରେ ଥିବା ବଟେଶ୍ୱର ଶୈବପୀଠ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ଶୈବପୀଠ। କଳା, ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଏହି ଗାଁରେ ପ୍ରତିଦିନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଗାଁ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଆମର ମନ୍ଦିରରେ ବହୁତ ଲୋକ ଯାତାୟାତ କରନ୍ତି। କଣ୍ଟିଆଗଡ଼, ଖଟୁଆଗଦା, ମହରିପଦା, ନୀଳାଦ୍ରିପୁର ବହୁତ ସୋମବାର, କାର୍ତ୍ତିକ ମାସ ସୋମବାର, ଶ୍ରାବଣ ମାସ ସୋମବାର, ରାସ ପୂର୍ଣ୍ଣିମା ବହୁତ ଲୋକ ଯାତ୍ରୀ ଆସନ୍ତି। ଏଠି ସମାଗମ ବହୁତ ପରିପୂର୍ଣ୍ଣତା ହୁଏ। ଏ ହେଉଛି ରାମଚନ୍ଦ୍ର ସ୍ଥାପନା ଲିଙ୍ଗ, ଦ୍ୱାପର ଯୁଗ ଲିଙ୍ଗ। ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟାରୁ ପଞ୍ଚବଟୀ ଯାଇଥିଲେ ଏଇଠି ମନ୍ଦିର ସ୍ଥାପନା କରିଥିଲେ। ଆମର ଯେଉଁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ନିର୍ମଳ ସ୍ୱଚ୍ଛ ଶାସନ ଏବଂ ଆମର 5T ଅଧ୍ୟକ୍ଷଙ୍କର ଯେଉଁ ସୁଚିନ୍ତାଧାରା ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ଗ୍ରାମର ବହୁବିଧ ଉନ୍ନତି ହୋଇଛି ସତ କଥା। ମନ୍ଦିର କଥା ଦେଖିବା, ଶ୍ରୀ ଶ୍ରୀ ବଟେଶ୍ୱର ମହାପ୍ରଭୁଙ୍କ ନିକଟରେ ଏକ ସ୍ମାର୍ଟ ପାର୍କର ବି ନିର୍ମାଣ ହୋଇଛି। ଏଠାକୁ ପ୍ରତିଦିନ ଦକ୍ଷିଣ ଓଡ଼ିଶାର ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି। ଏଠାରେ ଥିବା ସୁଦୀର୍ଘ ବେଳାଭୂମି, ଝାଉଁ ଜଙ୍ଗଲ ଏବଂ ଏଠାର ଯେଉଁ ମନୋରମ ପରିବେଶକୁ ଉପଭୋଗ କରି ବଣଭୋଜିର ମଜା ନିଅନ୍ତି। ଯେବେଠାରୁ ମିଶନ ଶକ୍ତି ଆସିଲା, ରାଜ୍ୟ ସରକାର ଯେବେଠୁ ଗଠନ କଲେ ସେବେଠାରୁ ଆମେ ଏଇ ମିଶନ ଶକ୍ତିରେ ଯୋଡ଼ି ହେଇଛୁ। ଏବଂ ଯେତେବେଳେ ରାଜ୍ୟ ସରକାର ଆମେ ସମସ୍ତେ ଘର କୋଣରେ ଥିଲୁ, କିଛି ବି ଜାଣିପାରୁନଥିଲୁ। ଏବେ ଆମେ ବାହାରକୁ ବାହାରି 2 ପଇସା ରୋଜଗାର କରିପାରୁଛୁ। 12ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଛି, ସେଥିରେ 130 ଜଣ ମା କାମ କରୁଛନ୍ତି। ଗ୍ରାମରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସରେ ବଟେଶ୍ୱରଙ୍କର ଯାତ୍ରା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଏହାସହ ମହାଶିବରାତ୍ରି, ପଞ୍ଚୁ ଦୋଳଯାତ୍ରା, ହନୁମାନ ଜୟନ୍ତୀ ଆଦି ପାଳନ କରାଯାଇଥାଏ। ଗାଁରେ ସବୁ ସୁବିଧା ଥିଲେ ମଧ୍ୟ ରହିଛି କିଛି ସମସ୍ୟା। ଯୁବପିଢ଼ିଙ୍କ ପାଇଁ ଖେଳ ପଡ଼ିଆର ଅଭାବ ଦୀର୍ଘ ବର୍ଷ ଧରି ଲାଗି ରହିଛି। ସେହିପରି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 5Tରେ ଏହି ସ୍କୁଲର ରୂପାନ୍ତରୀକରଣ ପାଇଁ ଗାଁ ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ ତରଫରୁ ସବୁ ଛାତ୍ରଛାତ୍ରୀମାନଙ୍କୁ ସୁବିଧା ଯୋଗାଯାଇଛି, କିନ୍ତୁ ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିଲେ ମଧ୍ୟ ଆବଶ୍ୟକ ଶ୍ରେଣୀଗୃହ ଅଭାବ ପଡ଼ିଛି, ଯାହାଫଳରେ କି ପାଠ ପଢ଼ିବାରେ ଅସୁବିଧା ହେଉଛି। ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଆମକୁ ମଧ୍ୟ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇ ଦିଆଯାଉ। ଖର୍ଚ୍ଚ ଗୋଟେ ଅଛି ଆଜ୍ଞା,
ବିକାଶ ଖେଳ ପଡ଼ିଆ ଗୋଟିଏ ନାହିଁ। ବହୁତ ୟଙ୍ଗ ପିଲାମାନଙ୍କୁ ଅସୁବିଧା ହେଉଛି ଖେଳିବା ପାଇଁ। ଆଜ୍ଞା ସରକାର ପ୍ରାର୍ଥନା କରୁଛୁ କେମିତି ଖେଳ ପଡ଼ିଆରେ ଗୋଟେ ସାହାଯ୍ୟ କରିବେ। ବହୁତ ପିଲାମାନେ ଖେଳି ପାରୁନାହାନ୍ତି। ଆମର ଯୋଉ କଣ୍ଟିଆଗଡ଼ର ସମସ୍ୟା ସ୍କୁଲର ଅଛି ଶ୍ରେଣୀଗୃହର, ମୁଁ ସରକାରଠୁ ନିବେଦନ କରୁଛି ଯେ ମାନେ ସେ ଆମର ସ୍କୁଲ ପ୍ରତି ଟିକେ ଧ୍ୟାନ ଦେବେ। ସରକାରଙ୍କ ଯୋଜନାରେ ଗ୍ରାମରେ ବହୁବିଧ ଉନ୍ନତି ହୋଇଛି, ହେଲେ କିଛି କିଛି ସମସ୍ୟା ଗ୍ରାମରେ ଏବେ ସୁଦ୍ଧା ରହିଯାଇଛି। ଗ୍ରାମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପାଠ ପଢୁଥିବା ବେଳେ ଶ୍ରେଣୀ ଗୃହର ଅଭାବ ରହିଛି, ସେହିପରି ଯୁବପିଢ଼ିଙ୍କ ପାଇଁ ଏକ ଖେଳ ପଡ଼ିଆର ମଧ୍ୟ ଅଭାବ ରହିଛି। ଏଣୁ ଏ ଦୁଇଟି ସମସ୍ୟାକୁ ସମାଧାନ ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ତେବେ ଦେଖାଯାଉ ସରକାରଙ୍କ ଶୁଭ ଦୃଷ୍ଟି କେବେ ଗାଁ ଉପରେ ପଡୁଛି। କଣ୍ଟିଆଗଡ଼ ଗାଁରୁ ସନ୍ତୋଷ କୁମାର ସାହୁ, କଳିଙ୍ଗ ଟିଭି।